नमस्कार। ମୁଁ ଲେଖିଥିବା କେତୋଟି ଏକପଦୀକୁ ଆଜି ଆପଣଙ୍କୁ ଭେଟି ଦେବାକୁ ଯାଉଛି, ଯାହାର ନାଁ ରଖାଯାଇଛି ମଧୁବାର୍ତ୍ତା। ପ୍ରଥମ ମଧୁବାର୍ତ୍ତା। ମଣି ମୁକୁତାରେ ପସରା ଭରିବି କରିଥିଲି ମୁଁ ଯେ ପଣ, ରଙ୍ଗ କାଚଖଣ୍ଡ କିମିଆରେ ପଡ଼ି ସବୁ ହେଲା ଅକାରଣ। ଦ୍ୱିତୀୟ। ଆମେ ସବୁ ଦେହର ମଣିଷ, ଦେହ ସୁଖ ପାଇଁ ଜନ୍ମ ଆମର, ଦେହ ଆମ ପରିଚୟ, ଅଙ୍ଗ ଅଙ୍ଗନରେ କିଏ ସେ ଅଲୋଡ଼ା ବସି ଗଢ଼ାଉଛି ଲୁହ। ତୃତୀୟ ମଧୁବାର୍ତ୍ତା। ଆକାଶରେ ଜହ୍ନ ଅଛି, ଜହ୍ନରେ ଜୋଛନା ଅଛି, ଜୋଛନା ଛୁଆଁରେ ଉଠେ ଜୁଆର, ମୋର ତ ମନ ନାହିଁ ଥିଲିବା ସମୟ କାହିଁ, ମୋ ପାଇଁ ଇଏ ସବୁ ଜହର। ଚତୁର୍ଥ। ନୀତି ଦେଖୁ ଆମେ ନୀଳ ଆକାଶକୁ, ତଥାପି ସୁନ୍ଦର ଦିଶେ ଆମ ଛାତ ତଳ, ବୃଥା ଦେଖୁଥାଇ ନୀଳ ସାଗରକୁ, ଆଖି ଆଗେ ନାଚେ ବାଡ଼ି ଗଡ଼ିଆର ଜଳ। ସେଥିପାଇଁ ସିନା ସରୀସୃପ ପରି ବଞ୍ଚିଥାଉ ଆମେ, ମାଟି ପରେ ଥାଉ ଓଲଟି, ସବୁ ବଳ ଆମ ମାଟି ଖାଇଲାଣି, ଉଚ୍ଚକୁ ପାରୁନୁ ଉଠି। ଧନ୍ୟବାଦ। କବିତା ଗୁଡ଼ିକ ଯଦି ଭଲ ଲାଗେ ତାହେଲେ ଆପଣ ନିଶ୍ଚୟ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ବନ୍ଦେ ଉତ୍କଳ ଜନନୀ।